ଭଲ ନାହିଁ କହିଲେ କାଟି ଯାକ ମାଲକାନଗିରି ଜିଲ୍ଲାରୁ ଛତିଶଗଡ଼କୁ ଟ୍ରକ୍ ଯୋଗେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ମାଲକାନଗିରି ଆଦର୍ଶ ଥାନା ପୁଲିସ ହାତରେ ଧରାପଡ଼ିଛି। ଗାଡ଼ିର ଉପରେ ରଖାଯାଇଥିଲା କୁକୁଡ଼ା ଦାନା ଆଉ ତା ତଳେ 5 କ୍ୱିଣ୍ଟାଲ ଗଞ୍ଜେଇ ରଖି ଅଭିନବ ଉପାୟରେ ଚାଲାଣ କରୁଥିଲେ ମାଫିଆ। ତେବେ ରାସ୍ତାରେ ଗାଡ଼ି ଚେକିଂ କରୁଥିବା ମାଲକାନଗିରି ଆଦର୍ଶ ଥାନା ପୁଲିସ ସେହି ମିନି ଟ୍ରକ୍ଟିକୁ ସନ୍ଦେହ କରି ତଲାସି କରିବାରୁ କୁକୁଡ଼ା ଦାନା ପ୍ୟାକେଟ ତଳେ ବିପୁଳ ପରିମାଣର ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ପରେ ଗଞ୍ଜେଇ ଗୁଡ଼ିକୁ ଟ୍ରକ୍ରୁ ବାହାର କରି ଓଜନ କରାଯାଇଥିବା ବେଳେ ତାହା 5 କ୍ୱିଣ୍ଟାଲ ହୋଇଥିଲା, ଯାହାର ବଜାର ମୂଲ୍ୟ 50 ଲକ୍ଷ ଟଙ୍କାରୁ ଅଧିକ। ତେଣୁ ପୁଲିସ ଗାଡ଼ିଟିକୁ ଜବତ କରିବା ସହିତ ଗଞ୍ଜେଇ ଚାଲାଣ କରୁଥିବା ଉତ୍ତରପ୍ରଦେଶର କମଲ ହାସନ ଓ ବିମଲ କୁମାରକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଆଉ ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ। ଆମର ପୁଲିସ ଷ୍ଟାଫ ମାଲକାନଗିରି ପୁଲିସ ଷ୍ଟାଫ ପେଟ୍ରୋଲିଂ କରୁଥିଲେ। ସେ ସମୟରେ ଗୋଟେ ଆଇସର ଗାଡ଼ି ଆସିଥିଲା, ତାକୁ ସନ୍ଦେହ କରି ତାକୁ ଅଟକ ରଖାଯାଇଥିଲା। ଆଉ ତାଙ୍କୁ ପଚରା ଉଚରା କରିବାରେ ସେମାନେ ଗଞ୍ଜେଇ ଥିବା ସ୍ୱୀକାର କରିଥିଲେ। ତ ଆମର ଏନଡିପିଏସ୍ ଧାରା ଅନୁସାରେ ମାଜିଷ୍ଟ୍ରେଟଙ୍କ ଆଉ ସାକ୍ଷୀଙ୍କ ସମ୍ମୁଖରେ ତଲାସ କରି ସେଇ ଯେଉଁ ଗାଡ଼ି ଆମର ଆଇଚର ଗାଡ଼ି ଥିଲା ଯେଉଁଥିରେ କୁକୁଡ଼ା ଦାନା ଥିଲା ସେଠିରୁ ଆମର 500 କିଲୋ ଗଞ୍ଜେଇ ଜବତ ହେଇଛି। ଆଉ ଏ କେସରେ 2 ଜଣ ଡ୍ରାଇଭର ଆଉ ଅନ୍ୟ ଜଣେ ଯେଉଁ ଗାଡ଼ିରେ ଥିଲେ ୟୁପିର ତାଙ୍କୁ ଆମେ ଆରେଷ୍ଟ କରିକି କୋର୍ଟ ଫରୱାର୍ଡ଼ କରାହେଇଛି। ଆଉ ଏ କେସରେ ଅନ୍ୟ ଯେଉଁ ଆମର ଲୋକାଲରେ ସପ୍ଲାୟର ମାନେ ଅଛନ୍ତି ତାଙ୍କୁ ଯଥାଶୀଘ୍ର ଆରେଷ୍ଟ କରାହେବ। ନାଇଁ, ଆମର ଯେଉଁ ରେଗୁଲାର ଚେକିଂ ଚାଲୁଥିଲା ସେ ସମୟରେ ସେ ଗାଡ଼ିକୁ ଆମେ ସନ୍ଦେହ କରିକି ଅଟକ ରଖିଥିଲୁ। ଆଉ ଡ୍ରାଇଭରମାନଙ୍କୁ ପଚରା ଉଚରା କରିବାରେ ସେମାନେ ସନ୍ଦେହଜନକ ଉତ୍ତର ଦେଇଥିଲେ। ଆଉ ସନ୍ଦେହ ହେବାରୁ ପରବର୍ତ୍ତୀ ସମୟରେ ସେମାନେ ତାଙ୍କର ଗଞ୍ଜେଇ ନେଉଥିବା ସ୍ୱୀକାର କରିଥିଲେ। ଆଉ ଆମର ଏ କେସରେ ଅନ୍ୟ ଯେଉଁ ଲୋକାଲ ଆମର ସପ୍ଲାୟର ଅଛନ୍ତି ସେ ତାଙ୍କୁ ଆମର ଲୋକାଲ ଏରିଆର ତାଙ୍କୁ ଯଥାଶୀଘ୍ର ଗିରଫ କରାଯିବ। କେତେ ଟଙ୍କାର ହେଇଥିବ? ଏ ଗଞ୍ଜେଇର ଭ୍ୟାଲୁ ଆରାଉଣ୍ଡ 50 ଲାକ୍ସ ହେବ। ସାର୍ ବାରମ୍ବାର ଏମିତି ଧରା ପଡ଼ୁଛି ସାର୍ ମାଲକାନଗିରିରେ? ନାଇଁ, ଏବେ ବହୁତ ଚେକ୍ ହେଇଛି। ଆଉ ଆମ ଏନଫୋର୍ସମେଣ୍ଟ ଆଉ ଷ୍ଟ୍ରିକ୍ଟ କରିକି ଆକ୍ସନ୍ ନିଆହେବ। ମାଲକାନଗିରି ଜିଲ୍ଲାରୁ ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।